ସମ୍ବଲପୁର ଜିଲ୍ଲା ଯାହା ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ଜିଲ୍ଲା, ଯିଏ ତାହାର ସମ୍ବଲପୁରୀ ଶାଢ଼ୀ ପାଇଁ ବିଶ୍ୱ ପ୍ରସିଦ୍ଧ ଅଟେ। ଏହି ଜିଲ୍ଲାର ପୂର୍ବ ଦିଗରେ ଦେବଗଡ଼, ପଶ୍ଚିମରେ ବରଗଡ଼, ଉତ୍ତରରେ ଝାରସୁଗୁଡ଼ା ଓ ଦକ୍ଷିଣ ଦିଗରେ ଅନୁଗୁଳ ଏବଂ ସୁବର୍ଣ୍ଣପୁର ଜିଲ୍ଲା ରହିଛି। ସମ୍ବଲପୁର ଜିଲ୍ଲାର ଐତିହାସିକ ପୃଷ୍ଠା ଅନୁଧ୍ୟାନ କଲେ ଏଥିରେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଦେଶ ପ୍ରତି ଥିବା ଆତ୍ମବଳିଦାନର କାହାଣୀ ନିହିତ ଅଛି। ରୋମାନର ଟଲେମି, ଯେ ଜଣେ ଭୂଗୋଳବିଦ, ଜ୍ୟୋତିର୍ବିଦ, ଗଣିତଜ୍ଞ ଥିଲେ, ଦ୍ୱିତୀୟ ଶତାବ୍ଦୀର ତାଙ୍କ ଲେଖା ଜିଓଗ୍ରାଫିଆରେ ସେ ସମ୍ବଲପୁର ସହରକୁ ସମଲକ ଭାବରେ ଉଲ୍ଲେଖ କରିଛନ୍ତି ଓ ଏହା ହୀରାଖଣି ଏବଂ ବଜ୍ରଯାନ ବୌଦ୍ଧ ଧର୍ମର ଜନ୍ମ ପାଇଁ ଜଣାଶୁଣା ଏକ ସ୍ଥାନ ବୋଲି ଉଲ୍ଲେଖ କରିଛନ୍ତି। ମା ସମଲେଶ୍ୱରୀଙ୍କ ନାମରେ ସମ୍ବଲପୁରର ନାମ ନାମିତ ହୋଇଛି ବୋଲି ବିଶ୍ୱାସ କରାଯାଏ। ଓଡ଼ିଶାର ପ୍ରାରମ୍ଭିକ 13 ଜିଲ୍ଲାରୁ ସମ୍ବଲପୁର ଜିଲ୍ଲା ହେଉଛି ଅନ୍ୟତମ, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ସ୍ୱତନ୍ତ୍ର ଭାବରେ 4 ଗୋଟି ଜିଲ୍ଲାରେ ବିଭକ୍ତ ହୋଇଥିଲା। ବରଗଡ଼ ଜିଲ୍ଲା 1993 ମସିହାରେ ଏବଂ ଝାରସୁଗୁଡ଼ା ଏବଂ ଦେବଗଡ଼ ଜିଲ୍ଲା 1994 ମସିହାରେ ସମ୍ବଲପୁର ଠାରୁ ଅଲଗା ହୋଇ ସ୍ୱତନ୍ତ୍ର ଜିଲ୍ଲା ରୂପେ ମାନ୍ୟତା ପାଇଛନ୍ତି। ଆଜିର ଏହି ଭିଡ଼ିଓରେ ଆମେ ସମ୍ବଲପୁର ଜିଲ୍ଲାର କ୍ଷେତ୍ରଫଳ, ଜନସଂଖ୍ୟା, ଇତିହାସ, ଅର୍ଥନୀତି, ଶିକ୍ଷା, ପର୍ବପର୍ବାଣୀ ଓ ପର୍ଯ୍ୟଟନ ବିଷୟରେ ଜାଣିବା। ସେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଦେଖନ୍ତୁ। ଭୌଗୋଳିକ ଦୃଷ୍ଟିକୋଣରୁ ସମ୍ବଲପୁର ଜିଲ୍ଲାର କ୍ଷେତ୍ରଫଳ 6702 ବର୍ଗ କିଲୋମିଟର ଅଟେ। 2011ର ଜନଗଣନା ଅନୁସାରେ ସର୍ବମୋଟ ଜନସଂଖ୍ୟା ହେଉଛି 10,41,019 ପଦ, ଯେଉଁଥିରେ ପୁରୁଷ ଜନସଂଖ୍ୟା 5,26,877 ଥିଲାବେଳେ ମହିଳା ଜନସଂଖ୍ୟା 5,14,222 ଅଟେ। ସର୍ବମୋଟ ଜନସଂଖ୍ୟା ମଧ୍ୟରୁ ଅନୁସୂଚିତ ଜାତିଙ୍କ ଜନସଂଖ୍ୟା 1,91,827 ଥିଲାବେଳେ ଅନୁସୂଚିତ ଜନଜାତିଙ୍କ ଜନସଂଖ୍ୟା 3,55,261 ଅଟେ। ଜିଲ୍ଲାର ଲିଙ୍ଗ ଅନୁପାତ 1,000 ପୁରୁଷରେ 1,031ଟି ମହିଳା ରହିଛନ୍ତି। ସମ୍ବଲପୁର ଜିଲ୍ଲା ପ୍ରଶାସନିକ ଦୃଷ୍ଟିକୋଣରୁ 3 ଗୋଟି ସବ୍ ଡିଭିଜନରେ ବିଭକ୍ତ କରାଯାଇଛି, ଯଥା ସମ୍ବଲପୁର, କୁଚିଣ୍ଡା ଏବଂ ରେଢ଼ାଖୋଲ। ଏହାର 9ଟି ତହସିଲ ଏବଂ 9ଟି ବ୍ଲକ ରହିଛି, 26ଟି ପୁଲିସ ଷ୍ଟେସନ, 1340ଟି ରାଜସ୍ୱ ଗ୍ରାମ ଏବଂ 138ଟି ଗ୍ରାମ ପଞ୍ଚାୟତ ରହିଛି ଏବଂ ସମ୍ବଲପୁର ଜିଲ୍ଲାର ବାହନ ପଞ୍ଜୀକରଣ ନମ୍ବର OD15 ଅଟେ। ଜିଲ୍ଲାରେ ବିଭିନ୍ନ ଧର୍ମର ଲୋକେ ବାସ କରନ୍ତି, ଯେଉଁଥିରେ 92.61% ହିନ୍ଦୁ, 1.93% ମୁସଲିମ, 4.86% ଖ୍ରୀଷ୍ଟିଆନ ଓ 0.60% ଅନ୍ୟ ଧର୍ମର ଲୋକେ ବାସ କରିଥାନ୍ତି। ସମ୍ବଲପୁର ଜିଲ୍ଲାରେ ବର୍ଷକୁ ସର୍ବମୋଟ ହାରାହାରି 66 ବର୍ଷାକାଳୀନ ଦିନ ଏବଂ ବାର୍ଷିକ ହାରାହାରି 1530 ସେଣ୍ଟିମିଟର ବୃଷ୍ଟିପାତ ହୁଏ। ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବାହ ଫଳରେ ଜୁନ ମାସରୁ ଅକ୍ଟୋବର ମାସ ମଧ୍ୟରେ ଏଠାରେ ସମ୍ଭାବ୍ୟ ବର୍ଷା ହୋଇଥାଏ। ମେ ମାସରେ ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ତାପମାତ୍ରା 47 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇ ପ୍ରବଳ ଗରମ ଓ ଡିସେମ୍ବର ମାସରେ ପାରଦ 11.8 ଡିଗ୍ରୀ ସେଲସିୟସ୍ ତଳକୁ ଖସି ପ୍ରବଳ ଥଣ୍ଡା ଅନୁଭୂତ ହୁଏ। ଜିଲ୍ଲାର ବୃଷ୍ଟିପାତ ଆକସ୍ମିକ ଏବଂ ପରିବର୍ତ୍ତନଶୀଳ ଅଟେ। ଅର୍ଥନୈତିକ ଦୃଷ୍ଟିକୋଣରୁ ସମ୍ବଲପୁର ଜିଲ୍ଲାବାସୀ ସାଧାରଣତଃ କୃଷି ଏବଂ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ଅର୍ଥନୈତିକ ଏବଂ ରାଜସ୍ୱ ଆଦାୟ ନିମନ୍ତେ ଜଙ୍ଗଲ ଏକାଧାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଅଛି। ପୁରାତନ କାଳରେ ସମ୍ବଲପୁର ହୀରା ବ୍ୟବସାୟର ପ୍ରଧାନ କେନ୍ଦ୍ର ରୂପେ ପରିଗଣିତ ହୋଇଥିଲା। କେନ୍ଦୁପତ୍ରର ଚାହିଦା ମଧ୍ୟ ଅତୁଳନୀୟ। ପୁନଶ୍ଚ ଖଣିଜ ଶକ୍ତି, ଆଲୁମିନିୟମ, ଷ୍ଟିଲ୍ ଆଦି ଖଣିଜ ଦ୍ରବ୍ୟ ଭରପୁର ହୋଇଥିବାରୁ ଜିଲ୍ଲାରେ ଛୋଟ ବଡ଼ ଶିଳ୍ପ ଉଦ୍ୟୋଗମାନ ଗଢ଼ି ଉଠିଛି। ସମଗ୍ର ଜିଲ୍ଲାରେ ସାଧାରଣତଃ ଭାବେ ଧାନ, ଗହମ, ଚିନାବାଦାମ, ସୋରିଷ, ଡାଲି ଜାତୀୟ ଦ୍ରବ୍ୟ ଚାଷ କରାଯାଇଥାଏ। ଆଖୁ ଏକ ପ୍ରଧାନ ଶସ୍ୟ ରୂପେ ଚାଷ କରାଯାଏ। ସମ୍ବଲପୁର ତାହାର ବାନ୍ଧକଲା, କାର୍ପାସ ଏବଂ ତନ୍ତ୍ରଶିଳ୍ପ ପାଇଁ ଭାରତ ପ୍ରସିଦ୍ଧ। ସମ୍ବଲପୁର ହସ୍ତତନ୍ତ୍ର କଳା ଓ ଶିଳ୍ପ ପାଇଁ ମଧ୍ୟ ଏହା ସର୍ବତ୍ର ଆଦୃତ। ବର୍ତ୍ତମାନ ହସ୍ତତନ୍ତ୍ର କାରୁକାର୍ଯ୍ୟ ପାଇଁ ସମ୍ବଲପୁର ଆନ୍ତର୍ଜାତୀୟ ବଜାରରେ ସୁନାମ ଅର୍ଜନ କରିଛି। ସମ୍ବଲପୁରୀ ଶାଢ଼ୀ ପ୍ରତ୍ୟେକ ଓଡ଼ିଆ ମହିଳାର ପସନ୍ଦ। ଏହି ବସ୍ତ୍ରଟି ତାର ଅଦ୍ୱିତୀୟ ଡିଜାଇନ ଓ କପଡ଼ା ପାଇଁ ଜଣାଶୁଣା। ସମ୍ବଲପୁର ଜିଲ୍ଲାର ଇତିହାସ ବହୁତ ଚଳଚଞ୍ଚଳ ରହିଆସିଛି ବିଗତ 16 ଶତାବ୍ଦୀର ଉର୍ଦ୍ଧ୍ୱ କାଳ ପାଇଁ। ଇତିହାସ କୁହେ 4ର୍ଥ ଶତାବ୍ଦୀରେ ସମୁଦ୍ରଗୁପ୍ତ କୋଶଳ ରାଜା ମହେନ୍ଦ୍ରକୁ ପରାସ୍ତ କରିଥିଲେ ଏବଂ ସମ୍ବଲପୁର କୋଶଳ ରାଜ୍ୟର ଏକ ଅଂଶ ବିଶେଷ ଥିଲା। 7ମ ଶତାବ୍ଦୀରେ ପଣ୍ଡୁବଂଶୀ ରାଜା ତ୍ରିଭାର ଦେବ ଏଠାରେ ଶାସନ କରିଥିଲେ। 9ମ ଶତାବ୍ଦୀର ଶେଷ ଭାଗରେ ରାଜା ଜନ୍ମେଜୟ ପ୍ରଥମ ତାଙ୍କର ସାମ୍ରାଜ୍ୟ ସମ୍ପ୍ରସାରଣ କରିଥିଲେ, ଯେଉଁଥିରେ ସମ୍ବଲପୁର ଏବଂ ବଲାଙ୍ଗୀର ଜିଲ୍ଲା ସାମିଲ ହୋଇଥିଲା। ପରବର୍ତ୍ତୀ କାଳରେ ତାଙ୍କର ରାଜବଂଶର ନାମ ସୋମବଂଶୀ ନାମରେ ନାମିତ ହୋଇଥିଲା। ସୋମବଂଶୀ ରାଜତ୍ୱର ଶେଷ ଭାଗରେ ସମ୍ବଲପୁର କଳଚୋରୀଙ୍କ ଦ୍ୱାରା ଅଧିକୃତ ହୋଇଥିଲା ଏବଂ ତ୍ରୟୋଦଶ ଶତାବ୍ଦୀରେ କଳଚୋରୀ ଏବଂ ଗଣ୍ଡମାନଙ୍କ ମଧ୍ୟରେ ତୀବ୍ର ଲଢ଼େଇ ହୋଇଥିଲା ଏବଂ ଗଣ୍ଡମାନେ ସମ୍ବଲପୁରକୁ ଅଧିକୃତ କରିଥିଲେ। 14ଦଶ ଶତାବ୍ଦୀର ମଧ୍ୟଭାଗରେ ରାମାୟୀ ଦେବ ପଶ୍ଚିମ ଓଡ଼ିଶାରେ ଚୌହାନ ଶାସନର ମୂଳଦୁଆ ପ୍ରତିଷ୍ଠା କରିଥିଲେ ଓ 1800 ମସିହା ଏପ୍ରିଲ ମାସରେ ଚୌହାନ ବଂଶର ରାଜତ୍ୱ ସମାପ୍ତ ହୋଇଥିଲା।
ଏବଂ ସମ୍ବଲପୁର ମରାଠା ମାନଙ୍କ ଅଧୀନକୁ ଚାଲି ଯାଇଥିଲା। ପରିଶେଷରେ ଜାନୁଆରୀ 2 ତାରିଖ 1804 ମସିହାରେ ସମ୍ବଲପୁର ଜିଲ୍ଲା ବ୍ରିଟିଶ ଅଧିକୃତ ହୋଇଥିଲା। 1817 ପର୍ଯ୍ୟନ୍ତ ସେତେବେଳେ ସମ୍ବଲପୁରର ବିଭିନ୍ନ ଅଞ୍ଚଳ କେତେକ ବିଞ୍ଝାଲ ରାଜା ଓ ଜମିଦାରଙ୍କ ଅଧୀନରେ କରଦର ରାଜ୍ୟ ଭାବରେ ଶାସିତ ହୋଇ ଆସୁଥିଲା। ପରିଶେଷରେ 1817 ମସିହାରେ ପୂର୍ଣ୍ଣ ରୂପରେ ଜମିଦାରୀ ଉଚ୍ଛେଦ ହୋଇ ବ୍ରିଟିଶ ଶାସନାଧୀନ ହେଲା। ଭାରତ ସ୍ୱାଧୀନ ହେଲା ପରେ ଏହା ଓଡ଼ିଶାର ଏକ ବୃହତ ଜିଲ୍ଲା ହିସାବରେ ରହିଥିଲା। ପରେ ଶାସନ ସୁବିଧା ପାଇଁ 1993ରେ ଏହାକୁ ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏହିପରି 4ଟି ଜିଲ୍ଲାରେ ବିଭକ୍ତ କରାଗଲା। ସମ୍ବଲପୁର ଜିଲ୍ଲାର ହାରାହାରି ସାକ୍ଷରତା ହାର 76.91% ଅଟେ। ଏଠାରେ ଭାରତୀୟ ପ୍ରବନ୍ଧନ ସଂସ୍ଥାନ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ପ୍ରାୟୋଗିକ ବିଶ୍ୱବିଦ୍ୟାଳୟ, ବୁର୍ଲା VSS ମେଡିକାଲ କଲେଜ ଏବଂ ରିସର୍ଚ୍ଚ, ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟ, ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟ, ସମ୍ବଲପୁର ମହିଳା ମହାବିଦ୍ୟାଳୟ, ସମ୍ବଲପୁର ନର୍ସିଂ ମହାବିଦ୍ୟାଳୟ ଆଦି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନମାନ ରହିଛି। ସମ୍ବଲପୁର ଜିଲ୍ଲାରେ କେତେକ ପ୍ରସିଦ୍ଧ ପର୍ବପର୍ବାଣୀ ପାଳିତ ହୁଏ। ଜୁନ ମାସରେ ପାଳିତ ହେଉଥିବା ଶୀତଳ ଷଷ୍ଠୀ ବିଶ୍ୱ ପ୍ରସିଦ୍ଧ ଅଟେ। ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କର ପବିତ୍ର ଶୁଭ ବିବାହକୁ ଜନସାଧାରଣ ଶୀତଳ ଷଷ୍ଠୀ ପର୍ବ ରୂପେ ପାଳନ କରନ୍ତି। ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଉତ୍ସବ ନୂଆଖାଇ ଅଟେ। ଭାଇ ଜୁତିଆ, ଯାହା ଦୁର୍ଗାଷ୍ଟମୀ ଦିନ ପାଳିତ ହେଉଥିବା ଅନ୍ୟ ଏକ ପର୍ବ, ଯାହାକି ଭଉଣୀ ନିଜ ଭାଇର ଦୀର୍ଘାୟୁ କାମନା କରେ ଏବଂ ଶୁଭ ମନାସି ପୂଜା କରିଥାଏ। ଏବଂ ସେହିପରି ମା ମାନେ ନିଜର ପୁଅମାନଙ୍କର ଦୀର୍ଘାୟୁ ଏବଂ ମଙ୍ଗଳ ମନାସି ପାଇଁ ମା ଦୂତୀ ବାହନଙ୍କ ନିକଟରେ ପୁଅ ଜିଉତିଆ ପର୍ବ ପାଳନ କରନ୍ତି। ଏତଦ୍ ବ୍ୟତୀତ ସମ୍ବଲପୁରରେ ହନୁମାନ ଜୟନ୍ତୀ, ଶିବରାତ୍ରି, ଦୋଳଯାତ୍ରା, ଦୁର୍ଗା ପୂଜା, ଜନ୍ମାଷ୍ଟମୀ, ଦୀପାବଳି, ଗଣେଶ ପୂଜା, ସରସ୍ୱତୀ ପୂଜା ଇତ୍ୟାଦି ପାଳିତ ହୋଇଥାଏ। ହୁମା ମନ୍ଦିରର ଶିବରାତ୍ରି ମେଳା ଅନେକ ଭକ୍ତଙ୍କୁ ଆକର୍ଷିତ କରିଥାଏ ଓ ରଥଯାତ୍ରା ଜିଲ୍ଲାର ସମସ୍ତ ସ୍ଥାନରେ ପାଳିତ ହୋଇଥାଏ। ଇଦ୍ ଉଲ୍ ଫିତର, ଇଦ୍ ଉଲ୍ ଜୁହା ଏବଂ ମହରମ ମୁସଲିମ ସମ୍ପ୍ରଦାୟର ମୁଖ୍ୟ ପର୍ବ ହିସାବରେ ପାଳିତ ହୋଇଥାଏ। ଶିଖମାନେ ମଧ୍ୟ ଗୁରୁ ନାନକଙ୍କ ଜୟନ୍ତୀ ଅତି ଧୁମଧାମରେ ପାଳନ କରିଥାନ୍ତି। ସମ୍ବଲପୁର ଜିଲ୍ଲାରେ ରହିଛି ଅନେକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଏବଂ ସମଲେଶ୍ୱରୀ ମନ୍ଦିର ହେଉଛି ଅନ୍ୟତମ, ଯାହା ସମ୍ବଲପୁର ସହର ମଧ୍ୟରେ ଅବସ୍ଥିତ ଥିବା ଏକ ପୁରାତନ ମନ୍ଦିର। ମା ସମଲେଇଙ୍କୁ ସମ୍ବଲପୁର ଅଞ୍ଚଳର ଲୋକେ ନିଜର ଇଷ୍ଟ ଦେବୀ ହିସାବରେ ମାନି ଆସୁଛନ୍ତି। ଏହି ମନ୍ଦିରର ସ୍ଥାପତ୍ୟ ମଧ୍ୟ ଆକର୍ଷଣୀୟ। ଏହାଛଡ଼ା ଜିଲ୍ଲାରେ ରହିଛି ହୀରାକୁଦ ବନ୍ଧ, ଯାହା ଏସିଆର ସବୁଠୁ ବୃହତ ନଦୀ ବନ୍ଧ। ହୁମାର ବକ୍ର ମନ୍ଦିର, ଚିପିଲିମାର ଘଣ୍ଟେଶ୍ୱରୀ ମନ୍ଦିର, ଉଷା କୋଠି, ଗୁଦୁଗୁଦା ଜଳପ୍ରପାତ, ଦେବଝରଣ ଏହା ହେଉଛି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ। ଜିଲ୍ଲାର ଅନ୍ୟ ଏକ ମନ୍ଦିର ବୁଢ଼ାରଜା ଭଗବାନ ଶିବଙ୍କର ମନ୍ଦିର, ଯାହାକି ସମ୍ବଲପୁର ସହରର ବୁଢ଼ାରଜା ପାହାଡ଼ ଶିଖରରେ ଅବସ୍ଥିତ। तो फ्रेंड्स आशा करी ए भिडियो आपण संबलपुर जिला विषय किसी ना किसी जानीपारे। एमती भिडियो देखा चैनल को सब्सक्राइब करूँ। पुणी देखा एक नुआ भिडियो। धन्यवाद।